ହ୍ୟାଲୋ ହାଏ ନମସ୍କାର ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ତ ଆଜି ସକାଳେ ଶୀତକୁ ଆଜି ବହୁତ ଜୋର କୁହୁଡ଼ା ହେଇଥିଲା। ତ ସକାଳୁ ଉଠୁ ଦେଖିଲା ବେଳକୁ ବହୁତ ଜୋର କୁହୁଡ଼ି ମାରୁଛି। ନୂଆ ବର୍ଷକୁ ବି ଆଜିର ପାଗଟି ପୁରା ମସ୍ତ ଥିଲା। ଆଜିର ରୁଟିନ୍ ମୁଁ ତିଆରି କରିଥିଲି କାରଣ ରୁଟିନ୍ ବିନା କାମ କରିବା ଗୋଟେ ଅବାଗିଆ ଲାଗୁଛି। ତାପରେ ମୁଁ ପଳେଇ ଆସିଥିଲି ସେୟାର ମାର୍କେଟକୁ ଦେଖିବା ପାଇଁ। ଆଜି ମାର୍କେଟ ପୁରା ସାଇଡ୍ ଥିଲା। ତ ଆଜି ମାର୍କେଟ ଏତେ ଭଲ ମୁଭ୍ ବି କରିପାରୁନଥିଲା। ମୁଁ ଏଠି ସପୋର୍ଟ ଆଉ ରେଜିଷ୍ଟାଣ୍ଟ ମାର୍କ କରିଥିଲି କାରଣ ଏଇ ଜାଗାରେ ହିଁ ମାର୍କେଟ ବ୍ରେକ୍ କରିପାରୁନଥିଲା, ଉପରକୁ ଯାଉଥିଲା ଏବଂ ସେଠୁ ତଳକୁ ଖସୁଥିଲା। ଏକ ଗୋଟେ ସାଇଡ୍ ୱାଇଜ୍ ମାର୍କେଟ ଆଜି ଥିଲା। ଆଜି ସେନ୍ସେକ୍ସର ଏକ୍ସପାୟରି ଥିଲା ତ ମୁଁ ଯାଇଥିଲି, ମୋତେ ଲାଗିଲା ଏଠୁ ଖସିବ, ସେଥିପାଇଁ ପୁଟ୍ ସାଇଡ୍ରୁ ଏଇଠୁ ମାର୍କ କରିଦେଇଥିଲି। ଏଇ ସପୋର୍ଟଟାକୁ ସେ ଡେଇଁଥିଲେ ମୁଁ ଏଠୁ କିଣିଥାନ୍ତି। ମାର୍କେଟ ବି ଫଲ୍ ଆସିସାରିଥିଲା ଏତେବେଳକୁ। ମାର୍କେଟ ବହୁତ ଖେଳେ ଆଉ ମାର୍କେଟକୁ ବହୁତ ଷ୍ଟଡି କରିବା ବହୁତ କଷ୍ଟ। ଟିକେ ତ ନଲେଜ ନଥିବ ଲସ୍ ଖାଇବା ବହୁତ ସମ୍ଭାବନା। ମୁଁ ଦେଖେଇବି ଆଗକୁ ଆପଣଙ୍କର ମୋ ଟାର୍ଗେଟ ଟଚ୍ କରିବାକୁ ଯାଇକିନି କେମିତି ରିଟର୍ନ ପୁଣି ଫଲ୍ ବ୍ୟାକ୍ କରିବ ମୁଁ ଆପଣଙ୍କୁ ଦେଖେଇବି। ତ ମୋତେ ଏଠୁ ମାର୍କେଟ ପ୍ରଫିଟ୍ ଦେଖିବା ଷ୍ଟାର୍ଟ କରିଦେଇଥିଲା। ମାର୍କେଟ ମୋ ଆନାଲିସିସ୍ ଅନୁସାରେ ତଳକୁ ଖସୁଥିଲା। ତ ଏଠି ମୁଁ ଟାର୍ଗେଟ ଥିଲା 111 ଟାର୍ଗେଟ ଥିଲା। ତ ଏଠି ମାର୍କେଟ ଖସୁଥିଲା ଦେଖିପାରିବେ। ସେନ୍ସେକ୍ସରେ ବି ଖସୁଛି କାରଣ ନିଫ୍ଟି ଫିଫ୍ଟିରେ ଖସୁଥିଲା ଆଉ ସେନ୍ସେକ୍ସରେ ବି ଖସୁଛି। ଏଇଠୁ ମାର୍କେଟ ମୋର ଟାର୍ଗେଟ ମିସ୍ କଲା, ମାନେ ଟାର୍ଗେଟ ଛୁଇଁବାକୁ ଗଲା ହିଁ ନାହିଁ। ଏଠୁ ତଳକୁ ଖସିବା ଷ୍ଟାର୍ଟ ହେଲା। ମାନେ ଆପଣ ଦେଖନ୍ତୁ ଆନାଲିସିସ୍ କେତେ କରିବି ତଥାପି ଟିକେ ଟିକେ ମାର୍କେଟ ସାଙ୍ଗେ ସାଙ୍ଗେ କେମିତି ମୁଭ୍ ଚେଞ୍ଜ କରିଦବ। କିଛି କଥା ନାହିଁ, ଆଗକୁ ଆମେ ଏମିତି ଆନାଲିସିସ୍ କରିବା, ଆମେ ଟାର୍ଗେଟ ବେସିସ୍ରେ ଏମିତି କାମ କରିବା। ତ ଆଜି ଲସ୍ ହେଲା ବୋଲି କାଲି ଲସ୍ ହେବ ଏମିତି କିଛି ଗ୍ୟାରେଣ୍ଟି ନାହିଁ। ଏହା ପରେ ମୁଁ ଖାଇବାକୁ ବସିଥିଲି ଆଉ କାଲି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।